କାଠ ସଂଗ୍ରହ କରିବାକୁ ବହୁତ କଷ୍ଟ ହେଉଛି। ଏଇ ବୁଢା ବୟସରେ କଣ କରିବା କହିବା? ହଁ ମ ତମେ ଗୋଟେ କାମ କର, ତମର ସେ ଧାରୁଆ କୁରାଟେ ସବୁ ଗଛ ଆଣିଦିଅ। ଆଣିପକେଇଲେ ଆମର ଶୁଖିଲା କାଠ ଖୋଜିବାକୁ ପଡିବ ନାହିଁ। ସବୁଦିନ ଆମେ କାଠ ବିକ୍ରି କରି ସଂସାର ମଣିଷ ଏ କଣ କଥାବାର୍ତ୍ତା ହଉଛ? ଜାଣିନ ମୁଁ ହଉଛି ଜଙ୍ଗଲର ରାଜା। ଜଙ୍ଗଲ ନଷ୍ଟ କରିବାକୁ ଚେଷ୍ଟା କରିବାକୁ ମୁଁ ତମ ଦୁଇଟାକୁ ଜିଅନ୍ତା ଖାଇଯିବି। ଆଉ ଆମ ଭଳିଆ ପଶୁ ଜଙ୍ଗଲରେ ରହିବା ଯୋଗୁଁ ଜଙ୍ଗଲ ସୁରକ୍ଷା ହଉଛି। ତମେ ମାନେ ସବୁ ଅମ୍ଳଜାନ ପାଉଛ। ଯଦି ଜଙ୍ଗଲ ନଥାନ୍ତା ତମେ ମାନେ କାଠ ପାଇନଥାନ୍ତ, ଆଉ ଅମ୍ଳଜାନ ନ ପାଇ ମରିଯାଇଥାନ୍ତ। ନହେଲେ ବାଘ ମାମୁଁ ଠିକ୍ କଥାଟା କହିଛୁ। ଆରେ ତୁ କଣ ବାଘକୁ ସପୋର୍ଟ କରୁଛୁ? ବାଘ ତତେ ମାରି ଖାଇଦବ। ଆରେ ନାଇଁ ରେ ବୋକା ମଣିଷ, ଜଙ୍ଗଲ ଅଛି ବୋଲି ଆମେମାନେ ସମସ୍ତେ ବଞ୍ଚି ରହିଛୁ। ହଁ ରେ ଟେକୁଆ ଭାଇ, ତୁ ଠିକ କହିଛୁ। ବାଘ ପରି ହିଂସ୍ର ଜନ୍ତୁ ଜଙ୍ଗଲରେ ରହିଥିବାରୁ ଆମେ ସମସ୍ତେ ସୁରକ୍ଷିତ ରହିପାରୁଛୁ। ଆରେ ସତ୍ୟତ ଜଙ୍ଗଲ ଅଛି ବୋଲି ଆମେ ସମସ୍ତେ ବଞ୍ଚିଛୁ। ବାଘ ମାମୁଁ ଆମକୁ କ୍ଷମା କରିଦିଅ। ଆଜିଠୁ ଆମେ ଜଙ୍ଗଲ କାଟିବୁ ନାହିଁ, ଆଉ ଗାଁରେ ଯାଇକି ସମସ୍ତଙ୍କୁ ଏ ବିଷୟରେ କହିବୁ। ହଉ ଠିକ ଅଛି, ଆଜି ଛାଡି ଦଉଛି। ଆଜିଠୁ ଆଉ କେବେ ଯଦି ଏମିତିକା କାମ କରିବାକୁ ଚେଷ୍ଟା କରିବ ତାହେଲେ ମତେ ଚିହ୍ନିବ।